ବା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 358 359 360 361। ଜ୍ଞାନ 358 ପ୍ରଭୁ କହୁଛନ୍ତି ମନୁଷ୍ୟମାନେ ସୁଖ ଲାଭ ପଛରେ ଧାଇଁଥାନ୍ତି ଓ ସତେଅବା ଜ୍ୱରଗ୍ରସ୍ତ ହୋଇ ରହିଥିଲା ପରି ସେମାନେ ସେହି ଉତ୍ତେଜିତ କରାଇ ରଖିଥିବା ବଧୂକୁ ନିଜର ସନ୍ତାପିତ ବକ୍ଷ ଉପରେ ଚାପି ରଖନ୍ତି। ସେତିକି ବେଳେ ଏକ ଦିବ୍ୟ ଏବଂ ନିର୍ମଳ ଆନନ୍ଦ ସେମାନଙ୍କ ଦେଖିବାକୁ, ଦାବି କରିବାକୁ ଏବଂ ହାସଲ କରିବାକୁ ପଛରେ ଅପେକ୍ଷା କରି ଠିଆ ହୋଇ ରହିଥାଏ। ମନୁଷ୍ୟମାନେ ସୁଖ ଲାଭ ପଛରେ ଧାଇଁଥାନ୍ତି ଓ ସତେଅବା ଜ୍ୱରଗ୍ରସ୍ତ ହୋଇ ରହିଥିଲା ପରି ସେମାନେ ସେ ଉତ୍ତେଜିତ କରାଇ ରଖିଥିବା ବଧୂକୁ ନିଜର ସନ୍ତାପିତ ବକ୍ଷ ଉପରେ ଚାପି ରଖନ୍ତି। ଏଠି ଏଇ ଜ୍ଞାନ କାରିକାରେ ଆମକୁ ପ୍ରଭୁକୁ ବର୍ଣ୍ଣନା କରୁଛନ୍ତି, ସ୍ପଷ୍ଟ କରୁଛନ୍ତି କାବ୍ୟିକ ଭାବରେ। ଏକ ଯେମିତି କହନ୍ତି ଯେ ପ୍ରକୃତରେ ଆମେ ଛୋଟ ଛୋଟ ସୁଖ ପଛ ପଛେ ଧାଇଁଥାଉ, ବିରାଟ ଆନନ୍ଦ ସିଏ ଅପେକ୍ଷା କରି ରହିଥାଏ ଆମକୁ। ଆମେ ତାକୁ ଛାଡିକି ଏଇ ଛୋଟିଆ ଛୋଟିଆ ସୁଖ ପଛରେ ଧାଇଁଥାଉ। ଆମ ଜୀବନ କ୍ଷେତ୍ରରେ ଆମେ ସମସ୍ତେ ଛୋଟ ଛୋଟ କାମନା ବାସନା ପଛରେ ଧାଇଁଥାନ୍ତି। ଯେମିତି ଆପଣ ଦେଖିବେ ପାଠ ପଢିଲା ବେଳେ ଲୋକମାନେ ବା ଯୋଉ ଗାର୍ଡିଆନ ମାନେ ତାଙ୍କ ପିଲାଙ୍କର କେବଳ ସେମାନେ ଦେଖନ୍ତି ଯେ ମୋ ପିଲା କ୍ଲାସରେ ଫାଷ୍ଟ ହଉଛି କି ନାହିଁ। ଯଦି ମୋ ପିଲା ଏତିକି ମାର୍କ ରଖିଛି ତ ସେ ଯୋଉ ଅନ୍ୟ ପିଲାଟି ତାଙ୍କର ଗୋଟେ ଥିବ, ତାଙ୍କ ପଡୋଶୀ ପିଲା ହଉ କିମ୍ବା ଆଉ କୋଉ ପିଲା, ସିଏ ତାଙ୍କର ସ୍ଥିର କରିଥିବେ ସିଏ କେତେ ରଖିଛି। ସେଥିପାଇଁ ଗୋଟେ ମଜାରେ କଥାରେ କୁହାଯାଏ ଯେ ସେ କ୍ଲାସରେ ପିଲାଟି ଫାଷ୍ଟ ହୁଏ, କିନ୍ତୁ ପ୍ରକୃତରେ ଗଧ ମାନଙ୍କ ଭିତରେ ସେ ଯେମିତି ଟିକେ ଉଚ୍ଚା ଗଧ ଯାହା, ଇଏ ଯୋଉ ସବୁ ପିଲା ଥିଲେ ସେମାନଙ୍କ ଭିତରେ ସିଏ ଜଣେ ମାତ୍ର ପିଲା ଯେ ପାସ୍ କରେ, ତେଣୁ ସେ କ୍ଲାସରେ ଫାଷ୍ଟ, ତାଙ୍କ ସ୍କୁଲରେ ଫାଷ୍ଟ। କିନ୍ତୁ ଇଏ ଯେମିତି ଗୋଟେ ସାଧାରଣ ଛୋଟ ଛୋଟ ଖୁସି ପଛରେ ଆମେ ଧାଇଁଥାଉ, ପ୍ରକୃତ କଥା ହଉଛି ସେ ଜ୍ଞାନ ଆହରଣ କରୁଛି କି ନାହିଁ ସେ ବିଷୟ ପ୍ରତି କୋଉ ଅଭିଭାବକଙ୍କର ଆଦୌ ବି ନଜର ନଥାଏ। ସେମାନେ ଖାଲି ଦେଖନ୍ତି ମୋ ପିଲା ସ୍କୁଲରେ ଫାଷ୍ଟ ହଉଛି କି ନାହିଁ, ଅଧିକ ମାର୍କ ରଖୁଛି କି ନାହିଁ, ତେଣିକି ସେ କେମିତି ମାର୍କ ରଖୁଛି, ଜ୍ଞାନ ଆହରଣ କରିଛି କି ନାହିଁ, ଯଦି ସାଧାରଣ ବ୍ୟବହାରିକ ଜ୍ଞାନ ତାର ଅଛି କି ନାହିଁ, ସେ ପ୍ରତି ଅଭିଭାବକଙ୍କର ଦୃଷ୍ଟିକୋଣ ନଥାଏ। ସେଇଭଳି ଭାବେ ଆମେ ଆମ ଜୀବନ କ୍ଷେତ୍ରରେ କଣ କରିଥାଉ, ଭଗବାନ ପରମ ଯୋଉ ଶାଶ୍ୱତ ସତ୍ୟ, ଯୋଉ ବିଶାଳ ବିସ୍ତାର ଆନନ୍ଦ, ଅପ୍ରତିହତ ଆନନ୍ଦ, ଯୋଉ ଆନନ୍ଦରେ ପହଞ୍ଚିଲେ ଆଉ ଆନନ୍ଦ କେବେ ସରିବ ନାହିଁ, ତାକୁ ଛାଡି ଆମେ ଏଇଟା ଖାଇଦେଲେ ଭାରି ଖୁସି ଲାଗେ, ଏଇଭଳିଆ ପୋଷାକ ମୋର ଭାରି ପସନ୍ଦ ପିନ୍ଧିବା ପାଇଁ, ଏଇ ପ୍ରକାରର ରଙ୍ଗର ହେଲେ ଯାଇକି ମୁଁ ପିନ୍ଧିବି, ଏଇ ପ୍ରକାରର ଛୋଟ ଛୋଟ ଖୁସି ପଛରେ ଧାଇଁଥାଉ। ମୋ କଥା ରହିଲା କି ନାହିଁ, ମୋ ଇଚ୍ଛା ଅନୁସାରେ ପରିଚାଳିତ ହଉଛ କି ନାହିଁ, ମତେ ତମେ ମାନ ସମ୍ମାନ, ମତେ ତମେ କ୍ଷମତା, ମତେ ତମେ ଭକ୍ତି କରୁଛ କି ନାହିଁ, ମୋ କଥା ସ୍ୱୀକାର କରୁଛ କି ନାହିଁ, ଏଇଭଳିଆ ଛୋଟିଆ ଛୋଟିଆ କଥାରେ ଆମେ ବ୍ୟସ୍ତ ଥାଉ। ପରମ ଶାଶ୍ୱତ ଆନନ୍ଦ, ପରମ ଶାଶ୍ୱତ ଜ୍ଞାନ, ସେଇ ଯୋଉ ଶାଶ୍ୱତ ସତ୍ୟ, ଶାଶ୍ୱତ ଆଲୋକ, ତାର ନାଁ ଆମେ ଧରୁନା, ବା ସିଏ ତାର କୋଉଠି ରହିଥାଉ। ଏଠି ପ୍ରଭୁ କହୁଛନ୍ତି ସିଏ ଏମିତି ଅପେକ୍ଷା କରି ରହିଥାଏ, ଆମେ ତାକୁ ନ ଖୋଜି ଏଇ ଛୋଟିଆ ଛୋଟିଆ ଖୁସି ପଛରେ ଚାଲିଥାଉ। ଜ୍ଞାନ 359ରେ କହୁଛନ୍ତି ମନୁଷ୍ୟ ମାନେ କ୍ଷୁଦ୍ର କ୍ଷୁଦ୍ର ସଫଳତା ଏବଂ ତୁଚ୍ଛ କର୍ତ୍ତୃତ୍ୱ ଲାଭ ସକାଶେ ଦୌଡ଼ିବାରେ ଲାଗିଥାନ୍ତି ଏବଂ ତାହାକୁ ଲାଭ କରିବା ପରେ କ୍ଳାନ୍ତି ଏବଂ ଦୁର୍ବଳତା ମଧ୍ୟରେ ଆସି ପୁନଃ ପତିତ ହୁଅନ୍ତି। ମାତ୍ର ତେଣେ ବିଶ୍ୱରେ ଅବସ୍ଥିତ ରହିଥିବା ଈଶ୍ୱରଙ୍କର ଅନନ୍ତ ଶକ୍ତି ସକଳ ସେମାନଙ୍କ କାମରେ ଲାଗିପାରିବ ବୋଲି
ବୃଥା ଅପେକ୍ଷା କରି ରହିଥାଏ। ମାନେ ଚିନ୍ତା କରନ୍ତୁ, ଯିଏ ସର୍ବଶକ୍ତିମାନ, ଯିଏ ସ୍ରଷ୍ଟା, ସିଏ ତାଙ୍କର ଅନନ୍ତ ଶକ୍ତି ଧରିକି ଅପେକ୍ଷା କରି ରହିଛନ୍ତି ଆମ ଉପରେ ଢାଳି ଦେବା ପାଇଁ, ଆମକୁ ଶକ୍ତିବନ୍ତ କରିବା ପାଇଁ। ଆମେ କିନ୍ତୁ ସିଆଡକୁ ମନ ଧ୍ୟାନ ନ ଦେଇ କଣ କରୁଛୁ? କ୍ଷୁଦ୍ର କ୍ଷୁଦ୍ର ସଫଳତା ଆଉ ତୁଚ୍ଛ କର୍ତ୍ତୃତ୍ୱ ଲାଭ ସକାଶେ, ଏବେ ଜଷ୍ଟ ପୂର୍ବରୁ ଯୋଉଟା ଆଲୋଚନା କରୁଥିଲେ, ତୁଚ୍ଛ କର୍ତ୍ତୃତ୍ୱ ଲାଭ। ମୁଁ ବଡ, ମୋ କଥା ଶୁଣିବ, ମୋ କଥା ରହିବ, ମୁଁ ଏତେ ବର୍ଷ ଧରିକି ଅନୁଷ୍ଠାନ ତିଆରି କରିଛି, ମୁଁ ଘରେ ମୁରବି, ମୁଁ ବଡ ତମ ଠାରୁ, ମୁଁ ଯାହା କହିବି ସେରେ ବରା, ତୁ କାଲକା ବଚ୍ଚା, ସିରମେ ଜଟା କଥା କହୁଛୁ ତୁ ଗୋଟା ଗୋଟା, ମୁଁ ଯାହା କହୁଛି ମୋ କଥା ଶୁଣ, ତୋର କେତେ ବର୍ଷର ଅଭିଜ୍ଞତା। ଏଇ ତୁଚ୍ଛା କର୍ତ୍ତୃତ୍ୱ ଲାଭ ସକାଶେ ଆମେ ଦୌଡୁଥାଉ। ମୋ କଥା ନ ରହିଲେ ସରିଲା। ଏପରିକି ଏମିତି ଘଟଣା ଘଟିଯାଏ, ଯଦି ମୁଁ ନାହିଁ ତ ସେଇଟା ମାଙ୍କ କାମ ନୁହଁ। ଏଇ ଲେବୁଲ ପର୍ଯ୍ୟନ୍ତ ମଧ୍ୟ ଆମେ ଚାଲିଯାଉ। ଯେମିତି ଜଣେ କହନ୍ତି ଯେ ପ୍ରୁଫ କରେକ୍ସନ ମୁଁ ଯଦି କରିନି ନା, ରେ ଭୁଲ ନିଶ୍ଚୟ ଥିବ। ଗୋଟାଏ ଥର ଖୋଜିଲେ ଖୋଜିଲେ ଗୋଟାଏ ବି ଭୁଲ ବାହାରିଲା ନାହିଁ। ସେ କହିଲେ ମତେ ସମୟ ନାହିଁ, ମୁଁ ଦେଖିପାରୁନି, ନିଶ୍ଚୟ ଭୁଲ ରହିଥିବ ତା ଭିତରେ। ମୁଁ ପ୍ରୁଫ କରେକ୍ସନ କରିନି ନା। ଏଇ ପ୍ରକାରର ତୁଚ୍ଛା କ୍ଷୁଦ୍ର କ୍ଷୁଦ୍ର କର୍ତ୍ତୃତ୍ୱ ଲାଭ, ସେମିତି କ୍ଷମତାରେ, ଅର୍ଥରେ, ମତେ ତମେ ଯଦି ଅର୍ଥ ନ ଦଉଛ, ତେବେ ତମେ ଅର୍ଥକୁ ଅପବ୍ୟୟ କରୁଛ। ମତେ ଯଦି ଦେଇଦଉଛ ତାହେଲେ ଠିକ ଅଛି। ଏଇ ପ୍ରକାରର ଯୋଉ କ୍ରିୟାକଳାପ ଆମର, ସେଥିପ୍ରତି ଆମେ ସଚେତନ ରହିବା। କାହିଁକି ନା ଇଏ ସବୁ କରିବା ପରେ ଏଠି ଗୋଟେ ବଢିଆ ଭାବରେ ଆମକୁ ସତର୍କ କରିଦଉଛନ୍ତି ଯେ ତାହାକୁ ଲାଭ କରିବା ପରେ କ୍ଳାନ୍ତି ଏବଂ ଦୁର୍ବଳତା ମଧ୍ୟରେ ଆସି ପୁନଃ ପତିତ ହୁଅନ୍ତି। ଯୋଉମାନେ କ୍ଷୁଦ୍ର କ୍ଷୁଦ୍ର ସଫଳତା ପଛରେ ଧାଆନ୍ତି, ତୁଚ୍ଛା କର୍ତ୍ତୃତ୍ୱ ଲାଭ ଚାହାନ୍ତି, ସେମାନେ ନିଶ୍ଚୟ କ୍ଳାନ୍ତ ଅନୁଭବ କରନ୍ତି। ଆପଣ ଦେଖିବେ ଛୋଟ ଛୋଟ ପିଲା ଯୋଉମାନଙ୍କର କିଛି କର୍ତ୍ତୃତ୍ୱ ଲାଭର ଆଶା ନଥାଏ, ସେମାନେ ଦିନ ମାନ ବୁଲି ଖେଳି ଡେଇଁ ଡାଇଁ ଯେତେ ଯାହା କରି ସାରିଲା ପରେ ମଧ୍ୟ ତାଙ୍କର ଏନର୍ଜି କେବେ କ୍ଷୟ ହୁଏ ନାହିଁ, କେବେ ସେମାନେ କ୍ଳାନ୍ତ ଅନୁଭବ କରନ୍ତି ନାହିଁ। ପୁଣି ସମୟ ଯଦି ସୁଯୋଗ ମିଳିଲା, ଯଦି ଆପଣ ନ ଅଟକେଇଲେ, ସେ ପୁଣି ଖେଳରେ ମାତିବେ। ଦୌଡା ଧାଁ ଯାହା କରିବ କରୁଥିବ। କିନ୍ତୁ ଆମେ ଯେତେବେଳେ ଧାଇଁଥାଉ, ଏଇଟା ପାଇବୁ, ଏଇଟା ହେଲେ ମୋର ଲାଭ ହବ, ଏଇ ପ୍ରକାରର ଆଶାରେ ଆମେ ଧାଇଁଥାଉ, ତେଣୁ ଆମେ କ୍ଳାନ୍ତ ଅନୁଭବ କରୁ। ଆପଣ ସମସ୍ତେ ଏଥିରେ ସହମତ ହେବେ। ଦେଖିବେ ଆମେ ସଚେତନ ହେବେ, ଆମେ ଦେଖିବା ସଚେତନ ହବା ଯେ କ୍ଷୁଦ୍ର ସଫଳତାର ପଶ୍ଚାତରେ ଯୋଉ ବିଶ୍ୱର ଯେ ଅଧିଷ୍ଠାତ୍ରୀ ମା ଦିବ୍ୟ ଜନନୀ, ତାଙ୍କର ଯୋଉ ଅନନ୍ତ ଶକ୍ତି ସକଳ ଅପେକ୍ଷା କରିଛି ଆମ ଭିତରେ ଦେଇ କାର୍ଯ୍ୟ କରିବ, ତାକୁ ଆମେ ଅଣଦେଖା କରିଦଉନାହୁଁ ତ? ସବୁ ସମୟରେ ଆମ ଜୀବନ କ୍ଷେତ୍ରରେ ଆମେ ଦେଖିବା, ମୁଁ ପ୍ରତିଷ୍ଠିତ ହଉଛି କି ଉଚ୍ଚତର ଶକ୍ତିକୁ କାର୍ଯ୍ୟ କରିବା ପାଇଁ ମୁଁ ତାଙ୍କୁ ସୁଯୋଗ ଦଉଛି। ଜ୍ଞାନ 360 ପ୍ରଭୁ ଲେଖୁଛନ୍ତି, ମନୁଷ୍ୟମାନେ ଆପଣା ଜ୍ଞାନର ଟିକିନିଖି ଗୁଡ଼ିକୁ ଏଣୁ ତେଣୁ ଉଦ୍ଧାର କରି ଆଣିଥାନ୍ତି ଏବଂ ସେଗୁଡ଼ିକୁ ନାନା ପ୍ରକାର ଦଉଡ଼ି ବନ୍ଧା ଏବଂ ଭୂଇଁ ଛଡ଼ା ଭାବନା ପ୍ରକୋଷ୍ଠ ମଧ୍ୟରେ ଶ୍ରେଣୀ ବିଭାଗ କରି ରଖିଥାନ୍ତି। ତେଣୁ ସେମାନଙ୍କ ମୁଣ୍ଡ ଉପରେ ଅନନ୍ତ ପ୍ରଜ୍ଞା ସକଳ ହସିବାରେ ଲାଗିଥାଏ। ତେଣୁ ସେମାନଙ୍କ ମୁଣ୍ଡ ଉପରେ ଅନନ୍ତ ପ୍ରଜ୍ଞା ସକଳ ହସିବାରେ ଲାଗିଥାଏ ଏବଂ ଆପଣାର ବର୍ଣ୍ଣାଢ୍ୟ ପକ୍ଷ ଗୁଡ଼ିକର ମହିମାକୁ ବିସ୍ତାରିତ ଭାବରେ ଝାଡ଼ି ଦେବାରେ ଲାଗିଥାଏ। ସବୁ ଜାଗାରେ, ସବୁ କ୍ଷେତ୍ରରେ
ଗୋଟିଏ ଗୋଟିଏ ବର୍ଣ୍ଣନା କରି କହୁଛନ୍ତି ଯେ ପରମଙ୍କର ଶାଶ୍ୱତ ପ୍ରଜ୍ଞା ଅନନ୍ତ ପ୍ରଜ୍ଞା ସକଳ ସେ ଅପେକ୍ଷା କରି ରହିଛି, ଆମ ଆଡୁ ଚାହିଁ ହସୁଥାଏ। ଆମେ ତୁଚ୍ଛା ଅଳ୍ପ ଅଳ୍ପ ଯୋଉ ସାଉଁଟା ଜ୍ଞାନ, ଆମେ କଣ କି କେବଳ ଇନଫର୍ମେସନ ଗତ ଜ୍ଞାନ କିଛି ପାଉ, ତାକୁ ନେଇକି ଆମେ ବହୁତ ବଡ ଗର୍ବ କରୁ। ଆମେ ତମେ କେତେ ବହି ପଢିଛ? ମାଙ୍କ ବହି, ଶ୍ରୀରଙ୍ଗଙ୍କ ବହି, ଅନ୍ୟାନ୍ୟ ସାଧିକା ମାନଙ୍କର ବହି ମୁଁ ଯେତିକି ପଢିଛି, ତମେ ଆଗ ସେତିକି ବହି ଦେଖିଥବ ନା? ଏଇ ପ୍ରକାରର ବୃଥା ଗର୍ବ, ବୃଥା ସ୍ଫଳନରେ ଆମେ ମାତି ଯାଇଥାଉ। ପ୍ରକୃତ ପ୍ରଜ୍ଞା ସିଏ ଚାହିଁ ରହିଥାଏ, ଆମେ ତା ପ୍ରତି ଆଉ ଖୋଲି ଧରି ହେଇପାରିନଥାଏ। ଯେତେବେଳେ ଜ୍ଞାନର ଗର୍ବରେ ଆମେ ଉନ୍ମତ୍ତ ହେଇଯାଇଥାଉ, ସେତେବେଳେ ଏଗୁଡାକ ସବୁ କିଛି ବସେ ନାହିଁ। ତେଣୁ ଆମେ ସଚେତନ ରହିବା, ସବୁବେଳେ ସବୁବେଳେ ଆମେ ଶିକ୍ଷଣୀୟ ପରିବେଶଟିଏ ସୃଷ୍ଟି କରୁଥିବା, ନିଜେ ଶିକ୍ଷାର୍ଥୀ ହେଇ ସବୁବେଳେ ଗ୍ରହଣଶୀଳ ହେଇ ରହିଥିବା, ତାହେଲେ ଉଚ୍ଚତର ସ୍ତରରୁ ଯୋଉ ପ୍ରଜ୍ଞା ଝରି ଆସୁଛି, ତାକୁ ଆମେ ଗ୍ରହଣ କରିବା ପାଇଁ ଆମ ଆଧାରଟି ପ୍ରସ୍ତୁତ ହେଇପାରିବ। ସେ ବକ୍ତି ମାନେ ବଢିଆ ଭାବରେ ଲେଖୁଛନ୍ତି, ସେମାନଙ୍କ ମୁଣ୍ଡ ଉପରେ ଅନନ୍ତ ପ୍ରଜ୍ଞା ସକଳ ହସିବାରେ ଲାଗିଥାଏ ଏବଂ ଆପଣାର ବର୍ଣ୍ଣାଢ୍ୟ ପକ୍ଷ ଗୁଡିକର ମହିମାକୁ ବିସ୍ତାରିତ ଭାବରେ ଝାଡି ଦେବାର ଲାଗିଥାଏ। ସିଏ ତାର ଝାଡୁଥାଏ, ଆମେ କିନ୍ତୁ ଏତେ ଜ୍ଞାନରେ ମତ୍ତ ଚୁର ହେଇଯାଇଥାଉ, ତାକୁ ଗ୍ରହଣ କରିବା ପାଇଁ ଆମ ଆଧାରଟି ଓଲଟା କରି ଧରିଥାଉ। ଜ୍ଞାନ 361। ମୁହଁ ମାଡି ପଡିଥିବା ଏକ ନିକୃଷ୍ଟ ଅହଂର ଚାରିପାଖରେ ପୁଞ୍ଜ କରି ରଖିଥିବା କେତୋଟା ମନୋଗତ ଧାରଣା ଦ୍ୱାରା ନିର୍ମିତ ଏକ କ୍ଷୁଦ୍ର ଓ ଆବଦ୍ଧ ସତ୍ତାକୁ ମନୁଷ୍ୟମାନେ ସନ୍ତୁଷ୍ଟ ଓ ପରିପୂର୍ଣ୍ଣ କରି ରଖିବାକୁ କେଡ଼େ ପରିଶ୍ରମ ସହିତ ଚେଷ୍ଟା କରୁଥାନ୍ତି। ତେଣେ ଦେଶ ଓ କାଳର ଅତୀତ ଆତ୍ମାଟି ଆପଣାର ଆନନ୍ଦମୟ ଓ ମହିମୋଜ୍ୱଳ ଅଭିବ୍ୟକ୍ତିରୁ ବଞ୍ଚିତ ହୋଇ ରହିଥାଏ। କେତେ ସୁନ୍ଦର ବର୍ଣ୍ଣନା! ମୁହଁ ମାଡି ପଡିଥିବା ଏକ ନିକୃଷ୍ଟ ଅହଂର ଚାରିପାଖରେ ପୁଞ୍ଜ କରି ରଖିଥିବା କେତୋଟା ମନୋଗତ ଧାରଣା ଦ୍ୱାରା ନିର୍ମିତ ଏକ କ୍ଷୁଦ୍ର ଓ ଆବଦ୍ଧ ସତ୍ତାକୁ ମନୁଷ୍ୟମାନେ ସନ୍ତୁଷ୍ଟ ଓ ପରିପୂର୍ଣ୍ଣ କରି ରଖିବାକୁ କେଡ଼େ ପରିଶ୍ରମ ସହିତ ଚେଷ୍ଟା କର। ଆମେ ଯୋଉ ନିଜକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛୁ, କାହାକୁ ସନ୍ତୁଷ୍ଟ କରୁଛୁ? କେବଳ ଆପଣ ଦେଖନ୍ତୁ, ଅହଂକୁ ସନ୍ତୁଷ୍ଟ କରୁଛନ୍ତି। ନିଜର ତୁଚ୍ଛ କାମନା ବାସନାକୁ ପରିପୂର୍ଣ୍ଣ କରି ନିଜର ଆତ୍ମ ବଡ଼ିମାକୁ ବଢେଇବା ବ୍ୟତିରେକ ଆସକ୍ତି ଯୁକ୍ତ ହେଇ ଆମେ କେବଳ ତା ଉପରେ, ଆତ୍ମା ଉପରେ ଆବରଣ ପକାଇବା ବ୍ୟତିରେକ, ଅହଂର ଦ୍ୱାରା ପରିଚାଳିତ ହବା ବ୍ୟତିରେକ କଣ କରୁଥାଉ? କିଛି କର। ସେଇଥିପାଇଁ କହୁଛି, ନିକୃଷ୍ଟ ଅହଂର ଚାରିପାଖରେ ପୁଞ୍ଜ କରି ରଖିଥିବା କେତେ ଗୋଟି ମନୋଗତ ଧାରଣା, ସେଥିରେ ଯୋଉ ବୃଥା ବଡିମା ଯେ କହିଲେ, ସେ ବୃଥା ବଡିମା। ତମର କେତେ ଜ୍ଞାନ ଅଛି? ହଁ ହଁ, ଆମେ ଏମିତି କେତେ ଦେଖିଛୁ ବା। ଆରେ ଏମିତି ଆମେ ପଢି ରହିଛୁ, କେତେ ଆଲେଣି କେତେ ଗଲେଣି। ଏଇ ପ୍ରକାରର ଯୋଉ ଏକ ବିକୃତ ମାନସିକତା, ଏକ ବିକୃତ ମାନସିକତା ସିଏ ଆମକୁ ଏମିତି ଜାବୁଡି ଧରିଥାଏ ଯେ ଆମେ ସେଇ ନିକୃଷ୍ଟ ଅହଂର ଚାରି ପାଖରେ ସେଇଆକୁ ଧରି ଆମେ କେବଳ ବୁଲିଥାଉ। ଆଉ ନୂତନ ନୂତନ ଚେତନା ଅବତରଣ କରି ମୋ ଭିତରେ କାର୍ଯ୍ୟ କରିବା ପାଇଁ ଚାହିଁଲେ ବି ମୁଁ ତାକୁ ଅନୁମତି ଦେଇନଥାଏ। ତେଣୁ ତାକୁ ଆମେ ଏଇ ଯୋଉ ଅହଂକୁ ପରିପୃଷ୍ଟ କରୁଛୁ, ତାକୁ ସନ୍ତୁଷ୍ଟ ରଖିବା ପାଇଁ ବହୁତ ଚେଷ୍ଟା କରୁଛୁ। ରାଜନୀତି ବର୍ତ୍ତମାନ ତ ଦେଖିବେ ଆପଣ, ସବୁ ଜାଗାରେ ରାଜନୀତି ପଶିଗଲାଣି। ନେତା ମାନେ ତ ଯାହା କଟୁନତି କରୁଥିଲେ, ବର୍ତ୍ତମାନ ଗାଁ ଗାଁରେ ସରପଞ୍ଚ ଲେବୁଲରେ ରାଜନୀତି। ଏବେ ଯୋଉ କଣ ଆଶା କରେ, କଣ ଅଙ୍ଗନବାଡି ନୁହଁ, କଣ ସେଇଟା ଆମର ଗୋଟେ ମହିଳା ସେବିକା ସଂଘ ନା କଣ, ସ୍ୱଚ୍ଛ ସେବିକା ସଂଘ, ମହିଳାର ଯୋଉ ତା ଭିତରେ, ପରିବାର ଭିତରେ, ଅନୁଷ୍ଠାନ ଭିତରେ କେବଳ ଅହଂକୁ ସନ୍ତୁଷ୍ଟ କରିବା ପାଇଁ ଯେତେ ଚେଷ୍ଟା ଯିଏ କରୁଛନ୍ତି କରିଚାଲିଛନ୍ତି।
ତମେ ମୋର ଅହଂକୁ ଯଦି ଚରିତା ସନ୍ତୁଷ୍ଟ କରୁନା, ତେବେ ତମେ ଯାହା କରୁଛ ସବୁ ଭୁଲ, ସବୁ ଭୁଲ, କିଛି ବି ନାହିଁ। ପ୍ରଭୁ ଏଠି କହୁଛନ୍ତି ଦେଶ ଓ କାଳର ଅତୀତ, ଦେଶ ଓ କାଳର ଅତୀତ, ମାନେ ଏଠି ଅତୀତ ମାନେ ପାଷ୍ଟ ନୁହଁ, ତାଠାରୁ ଯୋଉ ଉର୍ଦ୍ଧ୍ୱ, ମାନେ ଏଇ ଆମ ଚେତନା, ଏଇ ବିରାଟ ଦେଶ ଚେତନା, ଏଇ ଯୋଉ ସମୟର, ତାର ଅତୀତ ମାନେ ତାଠାରୁ ଉର୍ଦ୍ଧ୍ୱରେ ଯୋଉ ଆତ୍ମାଟି ଆପଣାର ଆନନ୍ଦମୟ ଓ ମହିମଜ୍ଜଳ ଅଭିବ୍ୟକ୍ତିରୁ ବଞ୍ଚିତ ହେଇଥାଏ, ସିଏ ଅପେକ୍ଷା କରି ରହିଛି ତାଙ୍କର ଯୋଉ ମହିମା ଉଜ୍ଜଳ ଯୋଉ ସ୍ପନ୍ଦନଟି ସେ ପରିସ୍ଫୁଟନ କରିବା ପାଇଁ, ପରିପ୍ରକାଶ କରିବା ପାଇଁ ତାଙ୍କ ପାଖରେ ଯୋଉ ସାଧନ ରହିଛି, ତାକୁ ଅଭିବ୍ୟକ୍ତି କରିବା ପାଇଁ ସେ ଚେଷ୍ଟା କରୁଥାଏ, କିନ୍ତୁ ଆମେ ସେଥିରେ ବଞ୍ଚିତ ହେଇ ରହିଥାଉ। ଆମେ କୋଉଥିରେ ସନ୍ତୁଷ୍ଟ ହେଇଯାଉ? ନିଜର ଅହଂକୁ ସନ୍ତୁଷ୍ଟ କରିବା ଲାଗିଥାଉ, ତୁଚ୍ଛା ତୁଚ୍ଛା। ମାନେ ବେଳେ ବେଳେ ଆପଣ ଦେଖିବେ ଟଙ୍କା 10ଟା ପାଇଁ ଯେମିତି ମାଡ଼ ଲାଗନ୍ତି, ସେମିତି ଆମେ ଏଇ ଅହଂର ମୋ କଥା ରହିବ ନା, ନାଇଁ ସେ ହବ ନାହିଁ, ଯଦି ସେଇଟା ହେଇନାହିଁ ତାହେଲେ ଏମିତି ହବ, ଏଇ ପ୍ରକାରର ସବୁ ଅଭିଜ୍ଞତା ଆମର ରହିଛି, ଆମେ ସେଥିରୁ ଦୂରେଇ ରଖିବା ନିଜକୁ। ମା ସେଇଥିପାଇଁ ଲେଖୁଛନ୍ତି, ମା କହୁଛନ୍ତି ସାରାଂଶରେ, କହୁଛନ୍ତି ପୃଥିବୀ ଉପରେ ଅତିମାନସ ଚେତନାର ଶାସନ ହେବାକୁ ହେଲେ ଏହି ବସ୍ତୁ ସ୍ଥିତିଟିକୁ ବଦଳି ଯିବାକୁ ପଡିବ। ମାତ୍ର ଅତିମାନସ ଚେତନା ଏହି ଧରା ପୃଷ୍ଠରେ କାର୍ଯ୍ୟ କରିବାର 1 ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହି ଦୟନୀୟ ସ୍ଥିତିରେ ପ୍ରକୃତରେ କିଛି ପରିବର୍ତ୍ତନ ଘଟିଛି କି? 29 ଫେବୃଆରୀ 1970ରେ ମା এই କଥାଟି କହୁଥିଲେ। ମାଙ୍କୁ ପ୍ରଶ୍ନ କରାଯାଇଛି, ଯେହେତୁ ଧରା ପୃଷ୍ଠରେ ଅତିମାନସ ଚେତନାର କାର୍ଯ୍ୟ ଆରମ୍ଭ ହୋଇଯାଇଛି, ତେବେ ଯାବତୀୟ ପ୍ରତିକୂଳତା ସତ୍ତ୍ୱେ ଏହି ସବୁ ଦୟନୀୟ ଅବସ୍ଥାରେ ତଥାପି ପରିବର୍ତ୍ତନ ଘଟିବ ନାହିଁ କି? ଅତିମାନ ଶକ୍ତି ଅବତରଣ କରି ଚେତନା କାର୍ଯ୍ୟ ଆରମ୍ଭ କଲାଣି, ତେବେ ଆର ପରିବର୍ତ୍ତନ ହବ ନାହିଁ? ମା କହୁଛନ୍ତି ଅବଶ୍ୟ ଘଟିବ। ତାହାର ପ୍ରଥମ ପରିଣାମ ସ୍ୱରୂପ ଚେତନାର ଏକ ପରିବର୍ତ୍ତନ ହେବ। ପ୍ରଥମେ ସବୁଠାରୁ ଅଧିକ ଗ୍ରହଣଶୀଳ ହୋଇ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଘଟିବ ଏବଂ ତାପରେ ଅଧିକତର ସଂଖ୍ୟାର ବ୍ୟକ୍ତିମାନଙ୍କ ଭିତରେ ମଧ୍ୟ ଘଟିବ। ଦେଖନ୍ତୁ, ଆମେ ସେଇଥିପାଇଁ ବାରମ୍ବାର କଥା ହଉଥିଲେ, ଆମର ସବୁ ଯାକ ପ୍ରୟାସ ନିଜକୁ ଯେତେ ଅଧିକରୁ ଅଧିକ ଗ୍ରହଣଶୀଳ କରି ରଖିବ, ସେଥିପାଇଁ ହବା ଉଚିତ। କାହିଁକିନା ଏଠି ସେଥିପାଇଁ ଲେଖିଲେ, ଯୋଉମାନେ ଗ୍ରହଣଶୀଳ, ପ୍ରଥମେ ସବୁଠାରୁ ଅଧିକ ଗ୍ରହଣଶୀଳ ହୋଇ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏଇଟା ଘଟିବ ପ୍ରଥମେ। ତେଣୁ ଚେତନାର ଯୋଉ ପରିବର୍ତ୍ତନ ହବ, ପ୍ରଥମ ଷ୍ଟେପ ହଉଛି ଚେତନାର ପରିବର୍ତ୍ତନ ହବ, ଏଇଟା ସେଇମାନଙ୍କ କ୍ଷେତ୍ରରେ ହବ ଯୋଉମାନେ ସବୁଠାରୁ ଅଧିକ ଗ୍ରହଣଶୀଳ। ତାପରେ ଯାଇକି ଅଧିକତର ସଂଖ୍ୟାରେ ବ୍ୟକ୍ତିମାନଙ୍କ ଭିତରେ ମଧ୍ୟ ଘଟିବ। ତାପରେ ଲେଖୁଛନ୍ତି, ସାମୂହିକ ଜୀବନର ସାଧାରଣ ସ୍ଥିତି ଗୁଡିକରେ ଏକ ପରିବର୍ତ୍ତନ ପରେ ସମ୍ଭବ ହେବ। ଏଇ ଯୋଉ ଅତିମାନସ ଚେତନା ଯେତେବେଳେ ପରିପ୍ରକାଶ କରିବ, ଚେତନାର ଯୋଉ ପରିବର୍ତ୍ତନ ହବ, କଲେକ୍ଟିଭଲି ଯୋଉ ବିରାଟ କାମ ରହିଛି, ସେଥିରେ ପରିବର୍ତ୍ତନ ହବ, ସମ୍ଭବ ହବ, କିନ୍ତୁ କିଛି ପରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ରହିଥିବା ସମ୍ବନ୍ଧ ଗୁଡିକ ବଦଳିବାର ଅନେକ ପରେ ସମ୍ଭବ ହେବ। ଏଇଟା କେତେବେଳେ ହବ ନା, ଆମର ଯୋଉ ପର୍ସନ ଟୁ ପର୍ସନ ଯୋଉ ରିଲେସନ ରହିଛି, ସେଇଟା ଆଗ ବଦଳିବ। ଆସକ୍ତି ଯୁକ୍ତ ସମ୍ପର୍କ ବଦଳରେ ନିରାସକ୍ତ ଭଗବତ ଅଭିମୁଖୀ ଯୋଉ ସମ୍ପର୍କ ବା ସ୍ପନ୍ଦନରେ ଗଢି ଉଠିଥିବା ସମ୍ପର୍କଟି କେବଳ ରହିବ। ଏହାର ସର୍ବପ୍ରଥମ ଉଲ୍ଲେଖଯୋଗ୍ୟ ଘଟଣା ରୂପେ ସାଧାରଣ ଅସ୍ଥିରତା ଓ ବିଭ୍ରାନ୍ତି ବହୁ ପରିମାଣରେ ବୃଦ୍ଧି ହେବ। ଏଟା ମା ଲେଖୁଛନ୍ତି। ମା କହୁଛନ୍ତି, ତେଣୁ କଣ ହବ, ତାର ପରିଣାମ ସ୍ୱରୂପ ପ୍ରଥମେ ଅସ୍ଥିରତା ଓ ବିଭ୍ରାନ୍ତି ବହୁତ ବଢିଯିବ। କାରଣ ପ୍ରଚଳିତ ପୁରାତନ ରୀତି ଗୁଡିକ ଆପଣାର କର୍ତ୍ତୃତ୍ୱ ହରାଇ ସାରିଥିବେ ଏବଂ ମନୁଷ୍ୟମାନେ କେବଳ ଅଳ୍ପ କେତେ ଜଣଙ୍କୁ ଛାଡିଦେଲେ ଦିବ୍ୟ ପରମସତ୍ତାଙ୍କର ନିର୍ଦ୍ଦେଶକୁ ମାନିବା ଲାଗି ପ୍ରସ୍ତୁତ ହେଉନଥିବେ, କାରଣ ସେଇ ନିର୍ଦ୍ଦେଶକୁ ଅନୁଭବ କରିବା ଲାଗି ସେମାନଙ୍କର ସାମର୍ଥ୍ୟ ନଥିବ। ତେଣୁ ଏଠି କହୁଛନ୍ତି ଯେ ଅସ୍ଥିରତା ବିଭ୍ରାନ୍ତି ବଢିଯିବ ଆଉ ପ୍ରଚଳିତ ପୁରାତନ ଯୋଉ ରୀତିନୀତି ତାହା ସବୁ ଭାଙ୍ଗିଯିବ ଏବଂ ତା ଉପରେ ଯୋଉ କର୍ତ୍ତୃତ୍ୱ ଆମର ଥିଲା, ସିଏ ସବୁ ଆମେ ହରେଇ ବସିବା।
ଅଳ୍ପ କେତେ ଜଣଙ୍କୁ ଛାଡ଼ିଦେଲେ ଆଉ ସବୁ ମଣିଷ ମାନେ ଦିବ୍ୟ ପରମ ସତ୍ତାଙ୍କର ନିର୍ଦ୍ଦେଶକୁ ମାନିବା ଲାଗି ପ୍ରସ୍ତୁତ ହେଉନଥିବେ, କାରଣ ସେ ନିର୍ଦ୍ଦେଶକୁ ଅନୁଭବ କରିବା ଲାଗି ସାମର୍ଥ୍ୟ ନଥିବ। ତେଣୁ ଯୋଉମାନେ ନିଜର ଆଧାର ପ୍ରସ୍ତୁତ କରିନାହାନ୍ତି, ଯୋଉମାନେ ଏବେ ବି ଯୋଉ ଅବହେଳା କରୁଛନ୍ତି, ସେମାନେ ଏଥିରୁ ବଞ୍ଚିତ ହେବେ ବୋଲି ମା କହୁଛନ୍ତି ଯେ ଦିବ୍ୟ ପରମ ସତ୍ତାଙ୍କର ନିର୍ଦ୍ଦେଶକୁ ମାନିବା ଲାଗି ପ୍ରସ୍ତୁତ ହେଉନଥିବେ, କାରଣ ସେଇ ନିର୍ଦ୍ଦେଶକୁ ଅନୁଭବ କରିବା ଲାଗି ସେମାନଙ୍କର ସାମର୍ଥ୍ୟ ହେଇନଥିବ। ଯିଏ ପ୍ରୟାସ କରୁନି, ଯିଏ ଆସ୍ପୃହା କରୁନି, ତା ଭିତରେ ସାମର୍ଥ୍ୟ ହେଇନଥିବ। ତେଣୁ ଏଇଠି ବ୍ୟକ୍ତିଗତ ପ୍ରୟାସ ଯେ କେତେ ଜରୁରୀ ବା କେତେ ଆବଶ୍ୟକ ସେ ସମ୍ପର୍କରେ ଆମକୁ ଏଠି ସଚେତନ କରାଇଦଉଛନ୍ତି। 1 ମାର୍ଚ୍ଚ 1970। ମା, thank you all, Robert.